କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଦୃଷ୍ଟି ପକେଇବା ପାଇକ ବିଦ୍ରୋହ ବିଷୟରେ। 1817 ମସିହାରେ ଓଡ଼ିଶାର ଖୋର୍ଦ୍ଧା ଅଞ୍ଚଳରେ ବ୍ରିଟିଶ ଉପନିବେଶବାଦୀ ଶାସନର ପ୍ରାରମ୍ଭିକ ଦିନରେ ତାଙ୍କର ବିଦ୍ରୋହ ଘଟିଥିଲା। ପାଇକମାନେ ଓଡ଼ିଶାର ପାରମ୍ପରିକ ଭୂମିଗତ ସୈନ୍ୟବାହିନୀ ଥିଲେ, ଯେଉଁମାନେ ଯୋଦ୍ଧା ଏବଂ ଜମି ମାଲିକ ଉଭୟ ଭାବରେ କାର୍ଯ୍ୟ କରୁଥିଲେ। ଦମନକାରୀ ରାଜସ୍ୱ ନୀତି, ସେମାନଙ୍କର ପାରମ୍ପରିକ ଜମି ହରାଇବା ଏବଂ କର ଲାଗୁ କରିବା ଯୋଗୁଁ ପାଇକମାନେ ବ୍ରିଟିଶ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରାରମ୍ଭିକ ଭୂମି ରାଜସ୍ୱ ବ୍ୟବସ୍ଥାକୁ ବଦଳାଇ ପାଇକମାନଙ୍କୁ ସେମାନଙ୍କର ପାରମ୍ପରିକ ଭୂମି ଅଧିକାରରୁ ବଞ୍ଚିତ କରିଥିଲା। ବକ୍ସି ଜଗବନ୍ଧୁ ବିଦ୍ରୋହର ନେତୃତ୍ୱ ନେଇଥିଲେ, ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ପ୍ରତିରୋଧର ପ୍ରତୀକ ଭାବରେ ଉଭା ହୋଇଥିଲେ। ଏହି ବିଦ୍ରୋହ ପାଇକ, ସ୍ଥାନୀୟ ଜମିଦାର, କୃଷକ ଏବଂ ଆଦିବାସୀ ଗୋଷ୍ଠୀଙ୍କୁ ଏକାଠି କରିଥିଲା, ଯେଉଁମାନେ ବ୍ରିଟିଶ ନୀତିରେ ଅସନ୍ତୁଷ୍ଟ ଥିଲେ। ପାଇକମାନେ ଖଣ୍ଡା ଏବଂ ବର୍ଚ୍ଛା ଭଳି ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ଏବଂ ଗୁରିଲା ଯୁଦ୍ଧ କୌଶଳ ଉପରେ ନିର୍ଭର କରୁଥିଲେ। ବିଦ୍ରୋହ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିଲା, କିନ୍ତୁ ଶୀଘ୍ର ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା। ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିଶାଳ ସାମରିକ ବାହିନୀ ବ୍ୟବହାର କରି ବ୍ରିଟିଶ ମାନେ ବିଦ୍ରୋହକୁ ନିଷ୍ଠୁର ଭାବରେ ଦମନ କରିଥିଲେ। ଅନେକ ପାଇକଙ୍କୁ ହତ୍ୟା କରାଯାଇଥିଲା ଏବଂ ସେମାନଙ୍କର ଜମି ଦଖଲ କରାଯାଇଥିଲା। ବକ୍ସି ଜଗବନ୍ଧୁ ଶେଷରେ 1825ରେ ବନ୍ଦୀ ହୋଇଥିଲେ। ଏହି ବିଦ୍ରୋହ ଓଡ଼ିଶାର ସାମୂହିକ ସ୍ମୃତି ଏବଂ ସାଂସ୍କୃତିକ ପରିଚୟ ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇଥିଲା। ପାଇକ ବିଦ୍ରୋହକୁ ପ୍ରାୟତଃ 1857 ଭାରତୀୟ ବିଦ୍ରୋହର ଏକ ପୂର୍ବବର୍ତ୍ତୀ ଭାବରେ ବିବେଚନା କରାଯାଏ, ଯାହାକୁ କେତେକ ସମୟରେ ପ୍ରଥମ ସ୍ୱାଧୀନତା ଯୁଦ୍ଧ କୁହାଯାଏ। 2017ରେ ଭାରତ ସରକାର ପାଇକ ବିଦ୍ରୋହର 200 ବାର୍ଷିକକୁ ସ୍ୱୀକୃତି ଦେଇଥିଲେ ଏବଂ ଏହାର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ବିଦ୍ରୋହକୁ ଉପନିବେଶବାଦୀ ଅତ୍ୟାଚାର ବିରୁଦ୍ଧରେ ପ୍ରତିରୋଧର ପ୍ରତୀକ ଏବଂ ସ୍ୱୟଂ ଶାସନର ଆତ୍ମା ଭାବରେ ପାଳନ କରାଯାଏ। ଏହି ଘଟଣା ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହୋଇ ରହିଛି। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, କମେଣ୍ଟରେ ଲେଖିକି ଦବ। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦବ, ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।